ସନା ଘୁଷେଇ ନୁହଁ ପାଳି ଦେଇକି ଟାଇମ ପାସ୍ କରି ନେଇକି ପଳେଇବି। ଆଜି ପର୍ଯ୍ୟନ୍ତ ପାଲା ମୋ ଜୀବନ ଯେତିକି ଦିନ ବଞ୍ଚିଥିବି ମଞ୍ଚ ଉପରେ ମୋ ଶ୍ରୋତା ମାନଙ୍କୁ କେବେ ମୁଁ କଷ୍ଟ ଦେଇକି ସମୟ ନଷ୍ଟ କରିବିନି। ଉତ୍ତର ଦେଲେ ବଟେ ଲଙ୍କା ଭୂତଳେ ଲଙ୍କା କଟକର ଭୂ ବୋଲେ ପୃଥିବୀ ତଳ ହଉଛି ପାତାଳ କଟକ। ସେଇ ପାତାଳ କଟକରେ ଗୋଟିଏ ଦେବୀ ଅଛି। ସେ ଦେବୀ ନା ହଉଛି ନିକୁମ୍ଭିଲା ଦେବୀ। ତା ନା ନିକୁମ୍ଭିଲା ଦେବୀ କାହିଁକି ସାର୍? ନା ସେଠି ଗୋଟେ ପାହାଡଟେ ଥିଲା। ସେ ପାହାଡଟା ନା ହଉଛି ନିକୁମ୍ଭିଲା ପାହାଡ। ଯେମିତି ବେଳେ ବେଳେ ଆମ ଖୋର୍ଦ୍ଧା ଜିଲ୍ଲାରେ ଗୋଟେ ଗହିର ଅଛି ତା ନାଁ ହଉଛି ଘଇତାମାରି ଗହିର। ସ୍ୱାମୀ ହଳ କରୁଛି ଭାରି ଶୋଷ ହେଲାନି ସ୍ତ୍ରୀ ଟିକେ ଡେରିରେ ଭାତ ଡେକେଛି କି ମୁଣ୍ଡେଇକି ଆଣିକି ଆଉଛି। ଆକୁ ଶୋଷ ଲାଗୁଛି ଜୋରରେ ସେ ପାଞ୍ଚଟା ଉଠେଇକି ଡାକୁଛି ଶୀଘ୍ର ଆ କଲା ଯୋଗୁଣି ଖିଆ ମାରିଦବଲୁ। ଡେରି କରିଦେଇକି ଆଇଛି ଖାଲି ଠେଙ୍ଗେଣି କଣ ଉଠଉଛି। ଏ ଭାତ ଡେକେଛି ପାଣି ଫୋପାର ଦେଇକି ପଳେଇଲା। ଏତିକି କଷ୍ଟ ହେଲା ସ୍ୱାମୀ ମାଟି ଚୋବେଇ ଚୋବେଇକି ମରିଗଲା। ଘଇତା ମରିବାରୁ ଏ ଖୋର୍ଦ୍ଧା ଜିଲ୍ଲାରେ ଏଡେ ବଡ ଗହିର ତା ନାଁ ହେଲା ଘଇତାମାରି ଗହିର। ସେଠି ଦେବୀ ହଉଛି ନିକୁମ୍ଭିଲା ଦେବୀ। ପାହାଡ ନାଁ ହେଲା ନିକୁମ୍ଭିଲା ପାହାଡ। ସେଇ ନିକୁମ୍ଭିଲା ପାହାଡ ମୂଳରେ ଯଜ୍ଞ କରୁଛି ଗୋଟାଏ ରଥ ପାଇବା ପାଇଁ ଇନ୍ଦ୍ରଜିତ। ନାମ ହେଲା ରଥ ଦେବ ଦଳନ ନାମ। ସେ ବସି ଶୁଭ୍ର ବାଣାସନ ତୃଣ ବିଦିତ ବଜ୍ରରୁ ବଳି କରେ ଘାତ। ଆଉ ଆଜି ରାତି ସୁଦ୍ଧା ଯଦି ଇନ୍ଦ୍ରଜିତ ନ ମରିବ ରାମ ତୁ କଣ ତୁ ପାଏ କାଢି ହେଲେ ବି ଇନ୍ଦ୍ରଜିତକୁ ମାରି ପାରିବେନି। ତାହେଲେ ଯିବ କିଏ ମାରିବାକୁ ଇନ୍ଦ୍ରଜିତ? ନା ଜଣେ ଦରକାର। ଆମେ ଯେମିତି ଫିଲ୍ମ ଦେଖୁଛେ ନାଚ ପାଟି ଅପେରା ଦେଖୁଛେ ଜଣେ ହଉଛି ଡାଇରେକ୍ଟର ଜଣେ ହଉଛି ପ୍ରୋଟେକ୍ଟର ଜଣେ ହଉଛି ହିରୋ। ଆଉ ହିରୋ ନହେଲେ ଭିଲିଆନ ଟା ମରିବ କେମିତି? ତାହେଲେ ତିନି କିଏ? ଡାଇରେକ୍ଟର ପ୍ରୋଟେକ୍ଟର ହିରୋ ତିନି ଜଣ ଯିବେ ଇନ୍ଦ୍ରଜିତକୁ ମାରିବା ପାଇଁ। ଡାଇରେକ୍ଟର ବୋଲେ ଦିଗ୍ଦର୍ଶନ ଯିଏ ଦିଗ ଦେଖେଇବ ବାଟ ଦେଖେଇବ। ସେ କିଏ? ବିଭୀଷଣ ବାଦ ଆଉ କେହି ଜାଣିନାହାନ୍ତି। ବିଭୀଷଣ କହିଲା ମୁଁ ଯିବି ବାଟ ଦେଖେଇବି ମାରିବା ପାଇଁ ଇନ୍ଦ୍ରଜିତକୁ। ପ୍ରୋଟେକ୍ଟର ବୋଲେ ସୁରକ୍ଷାକାରୀ। ଯଦି ବାଇଚାନ୍ସ ଲକ୍ଷ୍ମଣକୁ କଷ୍ଟ ପଡିବ ସେ ସୁରକ୍ଷା ଦବ। ସେ ଜଣକ କିଏ? ନା ତା ନାଁଟା ହେଲା ହନୁମାନ। ହିରୋ ହେଲା ଲକ୍ଷ୍ମଣ। ଇଏ ତିନି ଜଣ ଯାକ ଯିବେ। କେମିତି ଯିବେ? ଇନ୍ଦ୍ରଜିତ ଗୋଟେ ଛୋଟିଆ ଇଞ୍ଜିନିୟର ନୁହଁ। ତମେ ଯେତେ ଇଞ୍ଜିନିୟର ଅଛ ପାହାଡ ଉପରକୁ ବାଟ ତିଆରି କରିବା ପାଇଁ ତମେ ମାନେ ତଳୁ ଆଗ ପାହାଡ କାଟି 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 ଉପରକୁ କାଟିକି ବାଟ ତିଆରି କର। ଆଚ୍ଛା କହିପାରିବ ପାହାଡ ଉପରୁ କାଟିକି ତଳୁକୁ ବାଟ ଆଇଲା ଭଳିଆ ଇଞ୍ଜିନିୟର କିଏ ଅଛି? ଏଇଠି ମନେକର ନାରାୟଣୀଙ୍କ ପାଖରେ ଅଛି ପାହାଡ ରୋଡ ତିଆରି ହବ। ଇଞ୍ଜିନିୟର ତଳୁ ରୋଡ ତିଆରି କରିକି ଉପରକୁ ନବ ନା ଉପରୁ ରୋଡ କାଟି କାଟି ତଳୁକୁ ଆଣିବ? ତଳୁ ନା।
किंतु ब्रह्मांड रे गोटाए इंजीनियर थिला इंद्रजित सी तलु रोड मैप काटिनी से इंजीनियर ऊपर काटी ना केमिति केमिति कवि मंजुल कृष्ण प्रसाद बसुपदे कहते ये तो चली गले गायक केशरी उदयनाथ रथ शर्मा टे बसु को पदे आनिबा खाली रथ शर्मा को धोइले हबनी कौन कहले कहले गिरी दरी बिदरी पाताल पुरा घेरी ये सुरंग पथ निरी माई है प्रबाल हमर गद ये कनकपुर सत मध्य अंधकारे थाई से जोगियागा धंडा पर कारो से जोगियागा बृहत विस्तृत प्राचीर से जोगियागा शारदा बृहस्पति कियो बा गोहर शारदा बृहस्पति कियो बा गणपति शारदा बृहस्पति कियो बा गणपति शारदा बृहस्पति कियो बा गणपति गिरी दरी बिदारी गिरी पर्वत दरी श्रृंग पर्वत श्रृंग जमिति सिंह हाथी मुंड को चिरिकी बाहाई करे गजमुक्त पर्वतर श्रृंग को भिडिकी चिरिची इंद्रजित गिरी दरी बिदरी पाताल पुर घिरी को जाके नहीं रोड मैपटा सब कंट्राक्टर माने जो माने रोड काम करूछंती से कंट्राक्ट नु नांती ए गांठो ए गां जाके तो काम करिवो एठो ए पर्यंत पिलर तू तयारी करिवो कंट्राक्ट नु धांती ये कंट्राक्ट को जाके नहीं लंका कटक ठू भूतल पाताल पर्यंत रोड मैपर इंजीनियर आउ एमितिया रोड तैयारी करिछि शारदा बोले सरस्वती बृहस्पति गणपति बोले मां प्रभु गणेश केड़े केड़े ज्ञानी इंद्रजित जो रोड मैप तैयारी करिछि सरस्वती बुझी पारु नाहंती बृहस्पति बुझी पारु नाहंती गणेश बुझी पारु नाहंती इंद्रजित सेठी कौन करुछि बटे लंका भूतले अबटे लंका तले अबटे लंका तले अबटे लंका तले जात जात बेदरे हो जात रात बेदरे हो जरु धीरे धीरे मनोरथ बिहुर जरे जले बिहु
ମନର ଥରେ ରଥ ଦେ ବଦଳନ ନାମ ସେ ବାଜିବାର ରଥ ସେ ବଦଳନ ମୁଁ ତ ଟାଇମ ତ ବି ହେଇଗଲାଣି ଆଜ୍ଞା ପ୍ରଣାମ କରୁଛି ରଥ ଦେ ବଦଳନ ନାମ ସେ ବାଜିବାର ରଥ ସେ ବଦଳନ ନାମ ସେ ବାଜିବାର ପ୍ରାଣାସନ ତୃଣ ବିଦିତ ବାଣାସୁର କି ବିନିଶୋଦା ବଜ୍ରରୁ ବଳି করে ঘাত বজ্রରୁ বଳି পড়ে ঘাত বধিও রাতি রাতি খাউ সে যশুপাতি বজরে রাতি রাতি কাউ সে যশুপতি পারি সুপাতি সে যুথর পারি সে শতুপতি সর কবি কইলে বটে লঙ্কা ভূতলে অবটে লঙ্কা তলে বটে সেই নিকুম্ভিলা হাউ প্রভু কল্যাণ করন্তু মঙ্গল হো মু ভি তোতে কহুছি কলা জীবন বন্ধ কর দেই পারে হারামি ମାନଙ୍କ ପାଖରେ ନୃସିଂହ ତାର ପ୍ରବେଶ ନାହିଁ ମୁଁ ଯାହାକୁ ଥରୁଟିଏ ଭଲ ପାଏ ମୋ କଲିଜା ସହିତ ଭଲ ପାଏ ଆଉ ଥରେ ଯାହାକୁ ଘୃଣା କରେ ମୁଁ ମରିଯାଏ ପଛେ କିଛି ହେଇନି କଣ ହେଇଛି ନୃସିଂହ ତା ନାଁଟା ଓଡ଼ିଶାରୁ କାଟି ଦେଇଛି କିଏ ସରିଗଲା ପାଲା 30 ବର୍ଷ ଗାଇଲି ଆଉ ଗାଇବିନି କିନ୍ତୁ ମଞ୍ଚକୁ ଆସିଛି ମାନେ ମୋ ଶ୍ରୋତାଙ୍କ ସେବା କରିବାକୁ ସମୟ ଟିକେ ଦେ ଇଏ ତ ପୁରୀ ଜିଲ୍ଲାର ପାଲା ଇଏ ତ କେନ୍ଦୁଝର ମୟୂରଭଞ୍ଜ ପାଲା ନୁହଁ ଯେ ରାତି 9ଟାରୁ ଆରମ୍ଭ ହବ ସକାଳ 5ଟାରେ ସରିବ ଏଠି ରାତି 12ଟା ବେଳକୁ ଧଣ୍ଡ ଡେଇଁବି ତେଣୁ 6ଟାରୁ ପ୍ରଥମ ଥାକ ଗାୟକର ପାଲା ଆରମ୍ଭ 9ଟାରେ ତାର ଶେଷ ଦ୍ୱିତୀୟ ଥାକ ଗାୟକ ଆସିବ 9ଟା 9:30 12ଟା ବେଳକୁ ଆଉ ତା ପାଲା ନଥିବ ତେଣୁ ଏଠି ଖାଲି ଇଆଡୁ ସିଆଡୁ ଗପିଲେ ହବନି ଯୋଉ 3 ଘଣ୍ଟା ଗାଇବ ଖାଲି ପାଠ ବାହାରି କରିକି ଦିଅ ବଟେ ଲଙ୍କା ଭୂତଳେ ଲଙ୍କା କଟକର ତଳେ ଗୋଟେ ବର ଗଛ ଥିଲା ସେ ବର ଗଛର ନାଁଟା ହେଲା ନିକୁମ୍ଭିଲା ବଟ ସେଇ ନିକୁମ୍ଭିଲା ବର ଗଛ ମୂଳରେ ଆପଣ ମାନଙ୍କର ରାବଣ ପୁଅ ଇନ୍ଦ୍ରଜିତ କରୁଛି ତପସ୍ୟା କାଳେ ଶତ୍ରୁ ପଳେଇ ଆସିବ ସେ ଭାରି ଚାଲାକି ଇଞ୍ଜିନିୟର ଗୋଟିଏ ଜାଗାରେ ତପସ୍ୟା ହେଇନି କହିଲା 12ଟା ଘରରେ କରୁଛି ଦେହେନି ଯଜ୍ଞ ଆରମ୍ଭ ওরে ভোলা যজ্ঞ আরম্ভ রে ভোলা যজ্ঞ আরম্ভ 12 ইন্দ্রজিত চমতি যে আপরা আহুতি সর্ব আহুতি সর্ব রে আহুতি সর্ব আহুতি সর্ব আহুতি সর্ব রে আহুতি সর্ব আহুতি সর্ব আর ইন্দ্রজিত গোটে না 12টা ଗୋଟିଏ ଇନ୍ଦ୍ରଜିତ ଗୋଟିଏ ହେଲା ଓରିଜିନାଲ ଆଉ 11ଟା ଇନ୍ଦ୍ରଜିତ ହେଲେ ଡୁପ୍ଲିକେଟ 8ଟା ଘର 12ଟା ଦୁଆର 12ଟା ଯଜ୍ଞସ୍ଥଳୀ 12ଟା ଇନ୍ଦ୍ରଜିତ ଯଜ୍ଞ କରୁଛନ୍ତି ତା ଭିତରେ ଗୋଟିଏ ଅଛି ଓରିଜିନାଲ ତାକୁ କେମିତି ଚିହ୍ନିବା କେମିତି ଜାଣିବା ର ଏ 12 ଭିତରୁ କୋଉ ଗୋଟାକ ଓରିଜିନାଲ କେମିତି ଜାଣିବା
কলা মানব জীবন মরণে মিলে চন্দন বিন্দু রে ভোলা চন্দন বিন্দু রে ভোলা চন্দন বিন্দু জীবনতে সুকর্মে মিলই মাঠে সিন্দুর বিন্দু সিন্দুর বিন্দু রে সিন্দুর বিন্দু সিন্দুর বিন্দু ମୁଁ ଆଜି ଗୋଟେ ଜିନିଷ ଦେଖିଲି ଭଲ ଲାଗିଲା ଯେତିକି ଭଲ ଲାଗିଲା ସେତିକି ଟିକେ ଖରାପ ଲାଗିଲା ନା କଣ ନା ଗାଲୁଆ ଗାଁ ବାଲା ମହାନ ଯୋଉ ଲୋକ ଆସିଛନ୍ତି ସେମାନଙ୍କ ମସ୍ତକରେ ଚନ୍ଦନ ବିନ୍ଦୁଟିଏ ଦଉଛନ୍ତି ଖାଲି ଚନ୍ଦନ ବିନ୍ଦୁ ଯଦି ଦବ ଆମ ପ୍ରେସିଡେଣ୍ଟ ବାବୁ ବାପା ତୁମର ଏଠି ଠିଆ ହେଇଛନ୍ତି ଖାଲି ଚନ୍ଦନ ବିନ୍ଦୁ ଦବନି ତା ସାଙ୍ଗରେ ଆଉ ଗୋଟିଏ କଣ୍ଟାଟିଏ ହେଇଥାଉ ସିନ୍ଦୁର ଟିକେ ଦବ କାହିଁକି ସିନ୍ଦୁର ହଉଛି ବିଜୟର ସୂଚକ ଏଇ ସିନ୍ଦୁର ଗୁଡାକ ଖାଇ ଖାଇ ଗୋଟେ ଅସୁର ଥିଲା ରକ୍ତ ବୀର୍ଯ୍ୟ ତାର ଟୋପେ ରକ୍ତ ଯଦି ଦେହରୁ ଗଳି ପଡିବ ତଳେ ଆଉ ଗୋଟେ ରକ୍ତ ବୀର୍ଯ୍ୟ ଜନ୍ମ ହବ ତାକୁ କେହି ମାରି ପାରିଲେନି ସେ ମରିବ କେମିତି ଖାଲି ସିନ୍ଦୁର ଗୁଡାକୁ ଗିଳିଲା ଚୋବେଇଲା ଯେତିକି ସିନ୍ଦୁର ଚୋବେଇଲା ତା ବଡିଟା ସେତିକି ପଏଜନ ହେଲା ସ୍ତ୍ରୀ ମାନେ କାହିଁକି ସିନ୍ଦୁର ଲଗାନ୍ତି କହିପାରିବ ମସ୍ତକରେ କାରଣ ସିନ୍ଦୁର ପଏଜନ ନାରୀ ସଦାବେଳେ ଚାହେଁ ମୋ ସ୍ୱାମୀ ଆଗରେ କେମିତି ମୋ ଜୀବନଟା ଯାଉ ଏଇଥିପାଇଁ ନାରୀ ସିନ୍ଦୁର ପରିଧାନ କଲେ ଯୁଗ ବଦଳିଗଲା ନକ୍ସାଟା ମିଳିଗଲା 3 ଜଣ ବାହାରିକି ଯିବେ ମାରିବା ପାଇକି ଇନ୍ଦ୍ରଜିତକୁ ଇନ୍ଦ୍ରଜିତ ମରି ନଥାନ୍ତା ମରିଲା ଗୋଟିଏ ବାଟରେ କଣ ନା ବଟେ ଲଙ୍କା ଭୂତଳେ ଅବଟେ ଲଙ୍କା ତଳେ ଜାତ ଜାତ ବେଦରେ ହୋମ ଆଚ୍ଛା ଆମେ ଯୋଉ ବ୍ରାହ୍ମଣ ମାନେ ହୋମ କରୁ କୋଉଥିରେ ହୋମ କରୁ ଜଡା ତେଲରେ ନା ଘିଅରେ ଘିଅ ସାରେ ବ୍ରାହ୍ମଣ ମାନେ ହୋମ କରିବେ ଶନିଦେବକୁ ଶାନ୍ତି କରିବା ପାଇଁ ରାଶି ତେଲରେ ଦିଆଯାଏ ଆହୁତି ରାହୁ ଦେବତାଙ୍କୁ ଶାନ୍ତି କରିବା ପାଇଁ ମଇଁଷି ଘିଅରେ ଦିଆଯାଏ ଆହୁତି ଆଉ ବିଶ୍ୱରେ ଯେତେ ଦେବତା ସମସ୍ତଙ୍କ ପାଇଁ ଗୁଆ ଘିଅ ଦରକାର କେବଳ ରାହୁ ପାଇଁ ଦରକାର ମଇଁଷି ଘିଅ ଶନିଙ୍କ ପାଇଁ ଦରକାର ରାଶି ଘିଅ କିନ୍ତୁ ଏ ଚଣ୍ଡାଳଟା ଯୋଉ ହୋମ କଲା ସିଏ ଘିଅରେ କଲାନି ଲୋ ବାପା ମାନେ ତେଲରେ କଲାନି ସବୁ ଛେଳି ଗୁଡାକୁ ହାଣିଲା ଛେଳି ଗୁଡାକୁ ହାଣିକି ଛେଳି ରକ୍ତରେ ଓମ୍ ଇନ୍ଦ୍ରାୟ ସ୍ୱାହା ଖାଲି ଛେଳି ରକ୍ତକୁ ଛେଳି ନହେଲେ ପୁରାଣ ନାହିଁ ମନେ ରଖିଥାନ୍ତୁ ଜଣେ ବ୍ରାହ୍ମଣ ହିସାବରେ ହାତ ଯୋଡିକି କହୁଛି ମୁଁ କଣ ଛେଳି ମାଂସ ଖାଉନି ଖାସି ମାଂସ ଡାଇବେଟିସ ହେଇଗଲା ପରଠୁ ବନ୍ଦ କରିଦେଇଛି ଆଉ ଖାଉନି ନହେଲେ ଆଗରୁ ଖାଉନଥିଲି ରବିବାର ଦିନ ଆପଣ ମାନେ କେହି ଛେଳି ମାଂସ ଖାଇବେ ନାହିଁ କାହିଁକି ନା ଛେଳିର ଜନ୍ମ ହଉଛି ରବିବାର ଦିନ ଆଉ ଏ ଛେଳି ନାହିଁ ତ ପୁରାଣ ନାହିଁ ସତ୍ୟ ଯୁଗରେ ମାରିଦେଲା ଶିବ ବ୍ରହ୍ମଜା ବୁଢା ଯେ ଦକ୍ଷ ପ୍ରଜାପତି ମୁଣ୍ଡ
ବାବୁ ସେହି ଦିନ ଠାରୁ ଓଝା ବୋଲି ତାର ତୁଣ୍ଡ। ସତ୍ୟ ଯୁଗରେ ଶିବ ଦକ୍ଷ ପ୍ରଜାପତି କି ମାରିଲା ଗୋଟେ ଜାବୁଡା, ମୁଣ୍ଡ ଛିଣ୍ଡିକି ନିଆଁରେ ପଡିକି ପୋଡି ହେଇଗଲା। ବଞ୍ଚିବ କେମିତି? ଦକ୍ଷ ଆଉ ପ୍ରସୂତି ନହେଲେ ସଂସାର ରହିବନି। ତା ନା ଦକ୍ଷ କାହିଁକି? ନା ସେ ଛୁଆ ଜନ୍ମ କରିବାରେ ଫାଷ୍ଟ। ସେ ଖାଲି ଛୁଆ ଜନ୍ମ କରି ଚାଲିବ ପୁରା ଦକ୍ଷ। ତା ନା ତା ସ୍ତ୍ରୀ ନା କଣ ନା ପ୍ରସୂତି। ସିଏ ଜନ୍ମ ଦବା ପାଇଁ ଫାଷ୍ଟ। ଏଇଥିପାଇଁ ତମ ଗାଁ ଯାଉନ ଗାଁ ମୁଣ୍ଡ ମେଡିକାଲ ଘରେ ଲେଖା ଯାଇଛି, ଯୋଉଠି ଲେବର ରୁମ କହନ୍ତି, କଣ ଲେଖା ଯାଇଛି? ପ୍ରସୂତି ଗୃହ। କାହିଁକି ନା ପ୍ରସୂତି ପିଲା ଜନ୍ମ କରିବାରେ ଫାଷ୍ଟ। ସତ୍ୟ ଯୁଗରେ ଦକ୍ଷ ପ୍ରଜାପତି ଠେଇ ଲାଗିଲା ଛେଳି ମୁଣ୍ଡ। ତ୍ରେତୟା ଯୁଗରେ ଇନ୍ଦ୍ରଜିତ ଛେଳିକି ହାଣିକି ଛେଳି ରକ୍ତରେ ଦେଲା ଆହୁତି। ଟିକେ ପଚାରିବି, ଆପଣ ମାନେ ଯଦି ଆଦେଶ ଦେବେ ପଚାରିବେ। ଆର ଗାୟକ ଟିକେ ପଚାରିବେ, ଦ୍ୱାପର ଯୁଗରେ କୋଉଠି ଛେଳି କାମରେ ଲାଗିଛି? କଳି ଯୁଗରେ ଛେଳି କାମରେ ଲାଗିଛି, ଲାଗିନି? ଯଦି କଳି ଯୁଗରେ ଛେଳି ନଥାନ୍ତା ତାହେଲେ ତ ପଇ ପରା ଖୁଦୁରୁ ପୁଣି ଯେ ଓଷା କେ କରୁନଥାନ୍ତା। ଦ୍ୱାପର ଯୁଗରେ କୋଉଠାରେ ଛେଳି ଆର ଗାୟକ କହନ୍ତା? ଏ ଗୋଟିକ ଖାଲି ପଚାରିବେ, ଦ୍ୱାପର ଯୁଗରେ କୋଉଠି ଛେଳି ଲାଗିଛି? ଆଜି 15 ବର୍ଷ ଭିତରେ ଦେଖିବା ଉତ୍ତରଟା ଦେଇଦବ। ମୁଁ ଜାଣିବି ତମେ ପାଲାବାଲା। ଆଉ ତ ଯିଏ ତ ଡ୍ରେସ ହଳେ ପିନ୍ଧିଲା, ଚାମଚଟେ ଧଇଲା, ସିଏ ଗୋଟେ ଗାୟକ। ଆଉ କଣ? ଯେତେବେଳେ ଉଦୟନାଥ ରଥ ଶର୍ମା, ମାର୍କଣ୍ଡେୟ ବାହିନୀପତି, ଗିରିଧାରୀ ବିଶ୍ୱାଳ, କ୍ଷେତ୍ରବାସୀ ମିଶ୍ର, ହରିନାଥ ଭଳି ଗାୟକ ବାଦପାଲା ଗାଆନ୍ତି, ଯୋଉ ଗାୟକ ହାରିଯାଏ ତା ପରଦିନ ଗାଁ ଲୋକ ବିଦା କରିଦିଅନ୍ତି, ସେ ଗଣ୍ଠିଲି ବାନ୍ଧିକି ଘରକୁ ଯାଏ। ଆଜିକାଲି ଆଉ ତାହା ନାହିଁ। ଆଜିକାଲି ଆଉ ତାହା ହଉଛି କି? ଯୋଉ ଗାୟକ ଆଉଛି ଚଳେଇ ଦିଅ। ତେଣୁ ମୋ ଭାଗ୍ୟରେ ଗୋଟେ ଚଳା ଗାୟକ ଆପଣ ପକେଇଦେଲେ। 5 ବର୍ଷ ଅପେକ୍ଷା କଲି ଗାଲୁଆ ଗାଁକୁ, କଲା ପଚା ଆମ୍ବ ଯେବେ ହୋଇବ ପକା, ପଚା ଆମ୍ବ ଯେବେ ହୋଇବ ପକା, ବୁଢୀ ହାତ ଯେବେ ଧରିବ ଟୋକା, ବୁଢୀ ହାତ ଯେବେ ଧରିବ ଟୋକା, ଯେବେଟି ହୋଇବ ଭାତ ନକେଇ, ହୋଇବ ଭାତ ନକେଇ, କାମ ଚଳେ ସିନା ତୃପତି ନାହିଁ, କାମ ଚଳେ ସିନା ତୃପତି ନାହିଁ। ବାଲୁଗା ବଜାରକୁ ଯାଇଥିବ, ଆମ୍ବ କେଜିଟା 150 ଟଙ୍କା ହେଇଥିବ, ଲୋଭ ଲାଗିଥିବ, 2ଟା ଆମ୍ବ ଉଠିଥିବ, କେଜିଏ ଆଣିକି ଆସିଥିବ। ଘରେ ଭାରି ଯା କାଟୁ କାଟୁ ଗୋଟେ ଆମ୍ବ ପୋକରା ବାହାରି ପଡିବ, ଫୋପାଡ଼ି ଦବ ତାକୁ। 2 ଟଙ୍କା ଯଦି କେଜି ହେଇଥିବ, ଦେ ମୋ ଫୋପାଡ଼ି ଦେ, କିଏ ପଚାରୁଛି? ଆଚ୍ଛା 150 ଟଙ୍କା ଦେଇକି କିଣିଛ, ଫୋପାଡ଼ିବ? ତାକୁ ସୋର ସୋର କାଟି 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 ପୋକରା ତାକୁ କାଟିକି ଭଲ ଟିକେ ତାକୁ ଛଟେଇ ଦବ। ବୁଢୀ ହାତ ଯେବେ ଧଇଲା ଟୋକା। ଆଚ୍ଛା ଗୋଟେ ଟୋକାଟିଏ ହେଇଥିବ, ତା ରୋଜଗାର ନଥିବ, ଗୋଟେ ବୁଢୀ ପାଖରେ 5 କୋଟି ଟଙ୍କା ଥବ, ତାକୁ ବାହା ହେବା ପାଇଁ କୁହାହବ, ତାର ତ କିଛି ରୋଜଗାର ନାହିଁ, ସେ କଣ କରିବ? ବାଧ୍ୟ ହବ ବାହା ହେବାକୁ। 5 କୋଟି ଟଙ୍କା ଲୋଭରେ ଯେବେଟି ହୋଇଲା ଭାତ ନକେଇ, 5 ଜଣ ସାଙ୍ଗ ନାରାୟଣୀ ଖୋଲକୁ ଯାଇଥବ ଭୋଜି କରିବାକୁ। ଆ ମାଲ ଟିକେ ନେଇଥବ, ଆ ପକଉ ପକଉ ତମକୁ ଜୋର ନିଶା। ଆଉ ଯୋଉ ଭାତ ରାନ୍ଧିଥବ ସିଏ ସବୁ ପେଜ ହେଇଯାଇଥବ।
ତାକୁ କଣ ତମେ ଆଉ ଫୋପାଡ଼ି ଦବ? ନା ଆମ ଚଳେଇ ଦବା। କାମ ଚଳେ ସିନା ତୃପତି ନାହିଁ। ଏଇମିତି ନୃସିଂହ ହୋତା ସାଙ୍ଗରେ ଆଣିଛ ସୋନା ଘୋଷେଇକି। କେବଳ କାମ ଚଳିବ, ତୃପତି ମିଳିବନି। ପାଠ ୟା ପାଖରେ ନାହିଁ। ଇଏ ରାତି ଯାଉ ଖାଲି ଇଏ ହବା ଗାୟକ। ୟା ବାଦ ଇଏ 4 ପଦ ପାଠ ଶିଖିଛି। ଇଏ ଗୋଟେ ଗାୟକରେ କଣ 200 ଟଙ୍କା ଦେଇନୁ ମାନେ ତତେ ମାରିବି ଆଜି ମୁଁ, ଛାଡ଼ିବି ତତେ। ସଜ୍ଜନ ବର୍ଗେ ତାହେଲେ ଆପଣଙ୍କର ଇନ୍ଦ୍ରଜିତ ତପସ୍ୟା କଲା ବେଳେ 3 ଜଣ ବାହାରିଲେ, ଲକ୍ଷ୍ମଣ, ହନୁମାନ, ବିଭୀଷଣ। ମାୟା ଜାଙ୍ଗଳିକ ରୂପରେ 12ଟା ଯଜ୍ଞ କୁଣ୍ଡରେ 12ଟା ନାରୀ କି ଠିଆ କରିଛି ଇନ୍ଦ୍ରଜିତ। 12ଟା ନାରୀ କି ଠିଆ କରିଛି। ଆରେ ଯଜ୍ଞ କର୍ମ ତ କରିବୁ, ସ୍ତ୍ରୀ ଲୋକ କଣ ଡାକିଛି? ମୋର ମୋ ପାଲା ସେଇଆ ଆଜ୍ଞା, ପିଲାଟି ବେଳରୁ। ସେଇଥିରେ ଭଗବାନଙ୍କ ଦୟାରୁ, ତମମାନଙ୍କ ଆଶୀର୍ବାଦରୁ ସମ୍ରାଟ ପାଇସାରିଣି ପଦବୀ। ଗପ ଅଧିକ ନୁହଁ, ନୃସିଂହ ତାର ପ୍ରତ୍ୟେକ ଗପରେ କିଛି ଶିକ୍ଷା ଥବ। ଯଦି ଶିକ୍ଷା ନାହିଁ ସେ ଗପର ମୂଲ୍ୟ କିଛି ନାହିଁ। ପ୍ରତ୍ୟେକ କର୍ମରେ ପାଠ କଣ ଆପଣ ଜାଣିନାହାନ୍ତି? ରାମ ବାପା ଦଶରଥ, ତାହେଲେ ପାଲା ଦେଖିବାକୁ କାହିଁକି ଆସିଛନ୍ତି? ଆପଣ କଣ ଜାଣିନାହାନ୍ତି ରାମ ବାପା ଦଶରଥ? ମୁଁ ତ କହିବି ରାମ ବାପା ଦଶରଥ, ତାହେଲେ ଅଧିକ କଣ କହିଲି? ଶିକ୍ଷା, ଲୋକ ଶିକ୍ଷା ଦରକାର। ଗୋଟିଏ ଗାୟକର ଅନ୍ୟ ନାମ ହଉଛି ଜନଶିକ୍ଷକ। ତମେ ଯେତିକି ଗା, ଶ୍ରୋତା ମାନଙ୍କୁ କିଛି ଶିକ୍ଷା ଦେଇଥା, ରାତି ପାଇଲେ ଯେମିତି ମନେ ପକେଇବେ ଏ ଗାୟକ ଏ ପଦକ କହିଥିଲା। ଆଉ କଣ ଖାଲି ନାଟକଟା ଗାଇଦେଲେ ପାଲା? ତେଣୁ କାମ ଚଳେ ସିନା ତୃପତି ନାହିଁ। ଇଏ 3 ଜଣ ଯାକ ଯାଉଛନ୍ତି। ଇନ୍ଦ୍ରଜିତ ତପସ୍ୟା କରୁଛି, 12ଟା ନାରୀ ମାୟାବିନୀ ଠିଆ ହେଇଛନ୍ତି। ଏ ଚଣ୍ଡାଳ ତାଙ୍କରି କଥାରେ ଭାସିଗଲା, ନହେଲେ ଭୁଲ ହେଇନଥାନ୍ତା। ସୁନ୍ଦରୀ ମାନଙ୍କୁ ଦେଖିକି ମନ ତରଳିଗଲା।